ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅନ୍ତର୍ଗତ ଅଖିଳ ଭାରତୀୟ ତୈଲିକ ବୈଶ୍ୟ ସମାଜ ପଦ୍ରାପାଲି କେନ୍ଦ୍ର କୁଚିଣ୍ଡାର ଏକ ସାଧାରଣ ବୈଠକ ଗ୍ରାମର ଗୌନ୍ତିଆ ତଥା ପ୍ରଥମ ମହାସଭାର କାର୍ଯ୍ୟକାରୀ ସଭାପତି ଶ୍ରୀ ସୁନ୍ଦରଲାଲ ପ୍ରୁସେଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉତ୍ତର ଉତ୍କଳ ତୈଲିକ ବୈଶ୍ୟ ସମାଜ ଇତ୍ମା କେନ୍ଦ୍ର ତଥା ବାମଣ୍ଡା ଜୟପୁର ଗାଙ୍ଗପୁର ବଣେଇର ସମସ୍ତ ଉପକେନ୍ଦ୍ର ଓ ସମସ୍ତ ଗ୍ରୁପମାନଙ୍କୁ ନିମନ୍ତ୍ରଣ କରି ବହୁ ଆଡ଼ମ୍ବର ସହକାରେ ଚଳିତ ବର୍ଷ ଜୁନ୍ 14 ତାରିଖ ଦିନ ପ୍ରଥମ ମହାସଭା ପାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ତୈଲିକ ବୈଶ୍ୟ ସମାଜର ପ୍ରମୁଖ ନେତୃବୃନ୍ଦମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରି ତାଙ୍କ ସଫଳତାର କଥା ଶୁଣିବା ପାଇଁ ପୂର୍ବତନ ସଭାପତି ଲଳିତ ପ୍ରୁସେଟ ପ୍ରସ୍ତାବ ଦେଇଥିଲେ। ଦୟାସାଗର ପ୍ରୁସେଟ, ହେମନ୍ତ ପ୍ରୁସେଟ, ରୁଦ୍ରଚରଣ ବେହେରା, ଚତୁର୍ଭୁଜ ସାହୁ, ନୃପଲାଲ ପ୍ରୁସେଟ, ବିଶ୍ୱନାଥ ସାହୁ, ଫୁଲମଣି ପ୍ରୁସେଟ, ଗୁରୁ ପ୍ରୁସେଟ, ସନ୍ତୋଷ ପ୍ରୁସେଟ, ବସନ୍ତ ପ୍ରୁସେଟ, ତରୁଣ ପ୍ରୁସେଟ, ଶିବନାରାୟଣ ପ୍ରୁସେଟ, ବୁଧୁରାମ ବେହେରା, ଖନ ସାହୁ, ଅଜୟ ସାହୁ, କୁମୁଦ ସାହୁ, କୃଷ୍ଣ ପ୍ରୁସେଟ ପ୍ରମୁଖ ସହମତି ପ୍ରଦାନ କରିଥିଲେ। କେନ୍ଦ୍ର ସଭାପତି ଯଦୁମଣି ପ୍ରୁସେଟ ମହାସଭାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ମହାସଭାର କାର୍ଯ୍ୟକାରୀ ସଭାପତି ସୁନ୍ଦରଲାଲ ପ୍ରୁସେଟ ମହାସଭାରେ ସମସ୍ତେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରିବା ସହିତ ସଭାରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।